ତମର ଏତେ ଗନ୍ ଅଛି, ତମର କୋଉ ଗନ୍ଟା ବେଶୀ ମାନେ ଫେଭରେଟ୍ କୋଉ ଗନ୍? ଫେଭରେଟ୍ ଗନ୍ କହିବାକୁ ଗଲେ ମୋର ଏଇଟା ଥିଲା। ଇଏ କ'ଣ ହେଇଛି? ଏଇଟା ମୋର ଦେଖ ଏଇ ଜିନିଷଟା ଖରାପ ହେଇଯାଇଛି, କିନ୍ତୁ ଏହାର ପାର୍ଟସ୍ ମିଳୁନି। ଆଉ ଯେଉଁ ଜାଗାରେ ପାର୍ଟସ୍ ମିଳୁଛି ମୋତେ ଟିକେ କମେଣ୍ଟ କରି କୁହ, ମୁଁ ଏଇ ଜିନିଷଟା ଆଣିକି ଦେଖନ୍ତୁ ବୋଲେ ଟିକେ ଦେଖନ୍ତୁ ଏ ପାର୍ଟସଟା ମିଳୁନି ଆଉ। କେତେଟା ଗଣିଲ? ତ ସେଥିପାଇଁ ଆଜି ଏଇଟା ଅନଲାଇନରେ ମଗେଇଲି। ଆଜିର ଜେରକ୍ସ କପିଟା ମଗେଇଲି। ଏଗୁଡ଼ା ଦେଖନ୍ତୁ, ଏଇଟା ପରଫେକ୍ଟ ଗନ୍। ଏଇଟା ପେନ୍ ଗନ୍ ଟାଇପ୍ର। ଏଇ ଯେଉଁ ଗନ୍ଟା ଦେଖୁଛନ୍ତି ପୁରା ଏଇ ଗନ୍ କାମ ଇଏ ଦେବ। ଇଏ 0.5 mm ଅଛି। ମାନେ ଏଇଟା ଆଜି କାମ ପାଇଁ ଆଣିଛି। ଏଇଟା ଆଜି ଅର୍ଡ଼ର କରିଥିଲି, ଏଇ 5 ଦିନ ତଳେ ଅର୍ଡ଼ର କରିଥିଲି, ଆଜି ଆସି ପହଞ୍ଚିଛି। ଆଉ ଏ ଗନ୍ ସବୁ ଛାଡ଼ିଦେଲା ପରେ ଏଇଟା କିନ୍ତୁ ବେଷ୍ଟ। ଯାହା ବି କୁହ ଏଇଟା ସବୁ କାମ ଦେବ, ବୁଝିଲେ। ଏଇଟାର ଧର ଆ ଦେହରେ ରଙ୍ଗ ପୁରେଇ 3 ଦିନ 4 ଦିନ ରଖିଦେବ, ଶୁଖିଗଲେ ବି ଏଇଟାକୁ ରିପାରିଂ କରିପାରିବ। ଏଇଟା ଗୋଟେ ରିପାରିଂ କରିପାରିବ, ଏଇଟା ରିପାରିଂ କରିପାରିବ। ଏ ଗନ୍ଟା ଏଇଟା ହେଲା ପଏଣ୍ଟ ଗନ୍। ଏଇଟା ପୁରା ପଏଣ୍ଟ କାମ କରିବା ପାଇଁ ପରଫେକ୍ଟ ଅଛି, ବୁଝିଲେ। ଏ ସବୁ ୟୁଜ୍ ଆଣ୍ଡ ଥ୍ରୋ। ଏଇଟା ୟୁଜ୍ ଆଣ୍ଡ ଥ୍ରୋ, ଏଇଟା ୟୁଜ୍ ଆଣ୍ଡ ଥ୍ରୋ। ଏହାର ପାର୍ଟସ୍ ମିଳୁନି, ତ ଯେଉଁ ଜାଗାରେ ପାର୍ଟସ୍ ମିଳୁଛି ଦୟାକରି ଟିକେ କମେଣ୍ଟ କରି କହିବେ। ଆଉ ଏଇଟା ପେନ୍ ଗନ୍ ଦେଖୁଥିବେ, ଏଇ ପେନ୍ ଗନ୍ ପାଇଁ ମୁଁ ପାଗଳ। ମାନେ ଆଗରୁ ପେନ୍ ଗନ୍ ମୁଁ କେମିତି କିଣିବି ବୋଲି। ଆ ଦେହରେ ବି ସେଇ ପ୍ରୋବ୍ଲେମ୍, ସେମ୍ ପ୍ରୋବ୍ଲେମ୍। ଦେଖନ୍ତୁ ଯେମିତି ଗୋଟେ କଲମର ମୁନ ନଥାଏ, ସେଇଆ ମୁନ ନାହିଁ। ମୁନଟା 450 ଟଙ୍କା ଭଳିଆ ପଡ଼ିବ ଯେ, କିନ୍ତୁ ଆ ଭିତରେ ଟିକେ ଖରାପ କାମ ହେଇଯାଇଛି, ତେଣୁକରି ସେ ମୁନ ଲାଗିପାରିବନି। ତେଣୁକରି ଏଇଟା ବର୍ବାଦ ହେଇଗଲା। ଆଉ ନୂଆ କିଣା? ଏଇଟା ଆଉ କିଣିବା ନାହିଁ, ଏଇଟା ଆଉ ୟୁଜ୍ କରିବା କିଛି